অসুবিধা হয়েছে আজ্ঞা সব আপনার একাঠি অসুবিধা কোণ মানে পার্করে অব্যবস্থা বেশি। আগ পার্ক সুন্দর ଥିଲା, গছ পତ୍ର ସବୁ ପାଣି ଦଉଥିଲେ, ସଫା କରୁଥିଲେ, ବଢ଼ିଆ ଥିଲା। ଏବେ ଗଛ ପତ୍ର ସବୁ ମରିଗଲା। ପୋଖରୀ ଭିତରେ ଦେଖିବେ ପୁରା ଅଳିଆ ଆବର୍ଜନା ଭର୍ତ୍ତି। କିଏ ଆସିକି ସଫା କରୁନାହାନ୍ତି, କାହାକୁ ଟେଣ୍ଡର ଦେଲେ କ'ଣ କଲେ ସନ୍ଧ୍ୟାରେ ଖୋଲୁଛନ୍ତି, ସକାଳୁ ବନ୍ଦ କରିଦେଉଛନ୍ତି। ତାଙ୍କୁ ପଇସା ଦରକାର। ରାତିରେ କେକ୍ ଫେକ୍ କାଟିବା ପାଇଁ ସେ ଲେଖିଛନ୍ତି, ଦେଖିବେ ସେଠି 500 ଟଙ୍କା କେତେ ନେଉଛନ୍ତି, କିନ୍ତୁ କେକ୍ କାଟିବା ଜିନିଷ ଯାକ ତାଙ୍କର ସେ ସବୁ ଯାକ ସଫା କରୁନାହାନ୍ତି। ସବୁ ଯାକ ଅଳିଆ ଆବର୍ଜନା ସେଠି ପଡ଼ିଥାଉଛି, ସକାଳୁ ସଫା କରୁନାହାନ୍ତି। ଦେଖିବେ ଏଠି ଲାଇଟ୍ ଲାଗିକି ଅଛି, ରାତି 10ଟା 11ଟା ପର୍ଯ୍ୟନ୍ତ ଲାଇଟ୍ ଲାଗିଥାଉଛି। ଭିତରେ ହାଲୋଜନ ଜାଗା ଲାଗୁଛି। ଆର ଇଲେକ୍ଟ୍ରିକ୍ ପଇସା ଦେବ କିଏ? ଆମେମାନେ ଏକା ଦେଉଛୁ। ଆମର ପଇସାରେ କି ପାର୍କ ତିଆରି ହେଇଛି। ଆମେ ସକାଳୁ ଆସୁଥିଲୁ, 4 ବର୍ଷ ହେଲା ଆମେମାନେ ପାର୍କ ତିଆରି କରିବା ପାଇଁ ସରକାରକୁ ପ୍ରେସର କରିଥିଲୁ। ସମସ୍ତଙ୍କୁ କହିଥିଲୁ ସାର୍ ଏଇଠି ଗୋଟେ ପାର୍କ ହଉ ବୋଲି। ଏବେ କ'ଣ ଅସୁବିଧା ହେଇଛି ଆପଣ? ଏବେ ବନ୍ଦ କରିଦେଇଛନ୍ତି ପାର୍କ। ଆମେ ସକାଳୁ ମର୍ଣ୍ଣିଂ ଏକ୍ସରସାଇଜ ଯେତିକି ସିନିୟର ସିଟିଜେନ୍ ପାଖାପାଖି 200 ଉପରେ ହେବେ, ଏଠି ଆସି ସକାଳୁ ଆମେ ଏକ୍ସରସାଇଜ କରୁଥିଲୁ। ସେ ଯେତିକି ଯନ୍ତ୍ରପାତି ଲଗାଇଛନ୍ତି ତାର ୟୁଜ୍ କରୁଥିଲୁ। ଏବେ ସେଗୁଡ଼ା ଖତ ଖାଇଯିବା ମାନେ ଯଦି ବନ୍ଦ କରିଦେବା ବୋଲି ପ୍ରଶାସନକୁ ଲେଖିକିରି ବି ଦେଲୁ। ଆମେ ସବ୍ କଲେକ୍ଟରକୁ ନରୀ ମହାନ୍ତିକୁ ବି କହିଲୁ, ଆଜ୍ଞା ପାର୍କଟା ଖୋଲାନ୍ତୁ ଆଉ ସଫା କରାଇବା ପାଇଁ ଚେଷ୍ଟା କରନ୍ତୁ। କିଛି ନାହିଁ। ଏଇଠି ଯେଉଁମାନେ ମାଳିମାନେ ଥିଲେ ସଫା କରୁଥିଲେ, ବହୁତ ସୁନ୍ଦର କାର୍ଯ୍ୟ କରୁଥିଲେ। ଯେଉଁ ମାଳି ଥିଲେ ସକାଳୁ ଆମେ ସେମାନଙ୍କୁ କ'ଣ ଦଶହରା ବେଳକୁ ଆମେ ଇନାମ ଦେଉଥିଲୁ କି ଏମାନେ ଏତେ ସଫା କରୁଛନ୍ତି ବୋଲିକିରି। ସେଇଟା ପେପରରେ ବି ଆପଣମାନଙ୍କର ପବ୍ଲିଶ ହେଇଥିଲା, ଦେଖିଥିବେ। କିନ୍ତୁ ବର୍ତ୍ତମାନ ସେମାନଙ୍କୁ କାଢ଼ିଦେଲେ। ସଫା କରିବା ଲୋକ ଗୋଟେ ନାହିଁ, ହଉନାହାନ୍ତି। ରାସ୍ତା ସଫା ନାହିଁ, କିଛି ନାହିଁ, ସବୁଆଡ଼େ ଅଳିଆ ଆବର୍ଜନା। ଏମାନେ ଆମମାନେ ସିନିୟର ସିଟିଜେନ୍ ମାନେ ଗୋଟେ ଦିନ ପୁରା ସଫା କରୁ। ଏମାନେ ସଫା କରିବା କଥା କିଛି ନାହିଁ, ଏମାନେ ବନ୍ଦ କରିଦେଉଛନ୍ତି, ନିଜର ସମ୍ପତ୍ତି ବୋଲି ଭାବୁଛନ୍ତି। କିଛି ନାହିଁ। ଏବେ ଆଙ୍କେ ଟେଣ୍ଡର ନେଲାଠୁ ଲାଗି କାମ ଚାଲିଛି ସବୁ ଯାକ। ଆମେ ସମସ୍ତେ ସିନିୟର ସିଟିଜେନ୍ ସବୁ ଆସୁଛୁ, ବୁଲାବୁଲି କରୁଛୁ। ଆମର ଗୋଟେ ପରିବାର ଭଳିଆ ଏଠି ରହିଛି, ବୁଝିଲାକି। ଏଇ ମଝିରେ ତାଙ୍କୁ କ'ଣ କଲେ, ତାଙ୍କର କାହାର ମୋଟର ଚୋରି ହେଲା ବୋଲି ସେ ପୋଲିସ ରିପୋର୍ଟ କଲେ। ପୋଲିସ ଆସି ଇନକ୍ୱାରି କଲା, ବୁଝିଲାକି। ତାପରେ 4 ଦିନ ହେଲା ବନ୍ଦ ଏକା କରୁଛନ୍ତି। କାହିଁକି ବନ୍ଦ କରାହେଉଛି ବୋଲେ, ନାଇଁ ପୋଲିସ କହିଛି ଆଉ 4 ଦିନ ବନ୍ଦ କରିବାକୁ କହୁଛି। ଆମେ ଆସୁଛୁ ସବୁଦିନ, ପ୍ରାୟ ସବୁ ସିନିୟର ଆସୁଛୁ, ପଳାଉଛୁ। ଖୋଲିବି ବୋଲି ମୁଁ ଖୋଲିବିନି, ପଇସା କଲେକ୍ସନ୍ ହେବ। ଆଉ ସିନିୟର ଯେଉଁମାନେ ଆସିବେ ତାଙ୍କୁ ସେ ଦେବେ ବୋଲି, ଆମେ କିଏ ଦେବେ ନାହିଁ। ଆମର ଜୟପୁର ନାହିଁ, ଓଡ଼ିଶାରେ କୌଣସି ପାର୍କରେ ମଧ୍ୟ ପଇସା ଦେଉନାହାନ୍ତି ବୋଲେ ମୁଁ ନିଜେ କହିଛି। ବୋଲେ ମାନେ 3 ଦିନ ହେଲେ ଆଉ ତାକୁ ଆଜି ଦେଖିଲୁ ଖୋଲା ହେଇନି। ଏଠି ଆମେ ସମସ୍ତେ ସେଇଠି ସେ ଲୋକ ପାରାଲିସିସ୍ ଲୋକ ଠିଆ ଆସୁଛନ୍ତି, ତାଙ୍କୁ କେତେ ଭଲ ଲାଗୁଛି ଆସିବାର ଏଠି। ଆଉ ଜଣେ ଟିକେ ବୋଧ ପାଗଳ, ସେଠି ଆସିବ, ଚାଲି ଚାଲି ଯିବ, ସବୁ ନମସ୍କାର କରିବ, କଥାବାର୍ତ୍ତା ହେବ। ଆମେ 4 ଦିନ ଟିକେ ଅସୁବିଧା ହେବ। ପାର୍କର